तो हाय हेलो नमस्कार मुझे तुम मानकर ओडिया पिला आज मुझे तुम मानक किसी गोटे फनी विषय कहवाई जाऊँगी कि मोर जीवन किसी एमती का मोमेंट तुम मानक कह जहाँकि तुमको शुणिकी बहुत सारा हस आसो आ से मुझे रही भाई छोट बड़े मु गाँव में रहीकि आसी तो निश्चित भाव में गाँ विषय ही कहबी जदि मो गाँव किए जब देखी ताल देख लाइक फाइक दियो कौन कह ମୁଁ ଯେତେବେଳେ ଛୋଟ ଥିଲି କି ଯେତେବେଳେ ମୁଁ ସ୍କୁଲରେ ପଢ଼ୁଥିଲି ସେତେବେଳେ କ'ଣ ହେଉଥିଲା କି କିଛି ଆମ ଗାଁର କିଛି ଜ୍ଞାନୀ ପିଲା ଗୁଡ଼ା ଥାଆନ୍ତି ଯେଭଳିଆ ଟିକେ ନୂଆ ନୂଆ ବାହାରକୁ ଯାଇଥାନ୍ତି ଆଉ ବାହାରକୁ ଆସିକି ଯେତେବେଳେ ଗାଁରେ ବାହାରେ ଦେଖା ହେଉଥାଏ ଯେ ଟିକେ ଟିକେ ଇଂଲିଶ ଶିଖିଥାନ୍ତି ତ ସେ ଇଂଲିଶ ଯେଉଁ ଶିଖିଥାଏ ଗୋଟେ ପିଲାଟେ ସେ ତ ଏବେ ବୁଢ଼ା ହେଇକିନା ଛୁଆ ପିଲାର କରିକି ବାପ ହେଇସାରିଲାଣି ହେଲା ସେ ମୋତେ କହିବ ଦେଖୁଛ ବାଲେଶ୍ୱରରେ ଭିଡ଼ିଓ କରିବେ ଦେଖ ଆଡ଼ଭର୍ଟାଇଜ୍ ବାଲା ଯାଉଛି ମାତ୍ର 50 ଟଙ୍କା ଆବେ ଏଠି ଗୋଟେ ଭିଡ଼ିଓ ବନିବୁ ନା ତାଙ୍କର 50 ଟଙ୍କା ଶୁଣିବୁ ହେ 69 ଟଙ୍କାରେ ଏବେ ଗଲା ଜଷ୍ଟ ମୁଁ ଭିଡ଼ିଓଟା ବନ୍ଦ କଲି ପୁଣି ଆଉ ଟିକେ ପରେ ୱେଟ୍ କରିବ ଆଉ ଗୋଟେ ଗାଡ଼ି ଯିବ ସିଏ ଗୁଁ ଗୁଁ ଚଲିବ ସବୁବେଳେ ଶୁଣା ହର୍ନ ମାରିକି ମାନେ କ'ଣ କହିବି ବାୟୁ ପ୍ରଦୂଷଣ ଗରମ ତ ଗରମ ତା ସହିତ ଇଏ ଯେଉଁ ଶୁଣା ସାଉଣ୍ଡ ପ୍ରଦୂଷଣ ଏସବୁ ଦେଖିଲା ବେଳକୁ ଆଉ ବାଲେଶ୍ୱରରେ ରହିବା ପାଇଁ ଇଚ୍ଛା ହିଁ ତୁମମାନଙ୍କୁ ହେବନି ବୁଝିଲ ହଉ ଛାଡ଼ ବାଲେଶ୍ୱର କଥା ଛାଡ଼ ମୁଁ ସେଇ ଗାଁ କଥା କହୁଛି ଏ ଲୋକଟା ହେଲା ଦେଖା ହବ ଦେଖା ହେଇ ସାରିଲା ପରେ କହିବ କି ଦିସ୍ ଇଜ୍ ସ୍ପୋକେନ୍ ଇଂଲିଶ ଇଂଲିଶ ନ ଶିଖିଲେ ତୁ କୁଆଡ଼େ ଯିବୁ କୁଆଡ଼େ ଯାଇପାରିବୁ ହଉ ଆଉ ଏସବୁ ଶିଖିବା ପାଇଁ ହେଲେ ପାଠ ବେଶୀ କିଛି ଦରକାର ନାହିଁ ଅଳ୍ପ ପାଠ ଦରକାର ଆଉ ତୁମମାନେ ଶିଖିପାରିବ ହଉ ମାନେ ସେଇ ଯେଉଁ ଲୋକଟା ସେ ମୋତେ କହୁଥାଏ ପିଲାବେଳେ ଠିକ୍ ଅଛି ତାପରେ ମାନେ ହେଲେ ଇଏ ତାହେଲେ ବହୁତ ସାରା ପଇସା ପତ୍ର ଇନକମ୍ କରିବ ଭବିଷ୍ୟତରେ କି ଏବେ ବି ଇନକମ୍ ଫିନକମ୍ କରିବ ଆଉ କିନ୍ତୁ ଏବେ ମୁଁ ଘରେ ଜଷ୍ଟ ଦେଖିକି ଆଇଲି ଆଗରୁ ବି ମୁଁ ଦେଖିଥିଲି ଏବେ ଥରେ ଦେଖାଗଲା ସହିତ ଭାଇ ହିରୋ ହୁଣ୍ଡା ପୁରୁଣା ହିରୋ ହୁଣ୍ଡା ଜାଣିଛ ନା ମାନେ ହିରୋ ହୁଣ୍ଡା କମ୍ପାନୀ ଚେଞ୍ଜ ହେଇଗଲାଣି କିନ୍ତୁ ସେ ହିରୋ ହୁଣ୍ଡା କମ୍ପାନୀର ଗାଡ଼ି ସିଏ ଏବେ ଚଳୁଛି ଆଉ କିନ୍ତୁ ବାହା ହେଇସାରିଛି ସେ ଆଉ ହିରୋ ହୁଣ୍ଡା ଗାଡ଼ି ଚଲିକିନା ଭୁଁ କରିକି ଯାଉଛି ଇଏ ମୋତେ ଆଗରୁ ଏତେ ଜ୍ଞାନ ଦେଉଥାଏ ୟା କଥା ଭାବିକି ମୁଁ ଭାବୁଥାଏ ମୁଁ କ'ଣ କରିବି ପଳେଇଲେ ଏବେ ଇଏ ତ ଆଉ ବେଶୀ କିଛି ମୋର କହିବାର ନାହିଁ ସେ ଗାଁରେ ଅଛି ହେଲା ଗାଁରୁ ବାହାରିକି ବି ସେ ଯାଉନି ଛାଡ଼ ଆଉ ଗୋଟେ ଟପିକ୍ କହୁଛି ମୁଁ ଏଇଥର ଏଇ ଏବେକାର କଥା ହେଲା ମୁଁ ଜଷ୍ଟ ଏବେ ଶୋଇକି ଉଠିକି ମାନେ ଏବେ କଥା ନାହିଁ ସକାଳ ଶୋଇକି ଉଠିକି ଛକ ଆଡ଼କୁ ଯାଉଛି ମୁଁ ଜଷ୍ଟ ଘରୁ ବାହାରିଛି ଟିକେ ଆଗକୁ ଯାଇଛି ଜଣେ ଦେଖା ହେଇଗଲା ତା ଏଜ୍ ଏଇ 35 ବର୍ଷ ପାଖାପାଖି ଗଲା ଦେଖା ହେଲା ସିଏ ବାହା ହେଇସାରିଲାଣି ଦେଇ ମୋତେ କହୁଛି କୁଆଡ଼େ କାର୍ଡ଼ ଆମ ଗାଁରେ ତ କୁଆଡ଼େ ହୁଏନି କାର୍ଡ଼ ମୁଁ ମାନେ ଏଇ ଛକ ଆଡ଼ୁ ନା ହଁ ଯା ତୋର ଆଉ କି କାମ ସକାଳ ଶୋଇକି ଉଠିକି ତୁ ଅନୁକୂଳ ଖାଇକି ଯାଇଥିବୁ ଏଇଭଳିଆ ଶୁଣିଲେ ମଥା ଟିଣ ହେବନି ହଉ ସିଏ ତ ପଳେଇଲା ମୁଁ ସେଇଠୁ ଗଲାବେଳେ ମୁଁ ଭାବିନି ଦେଖ ସିଏ ସାଇକେଲ ଚଢ଼ିକି ଯାଉଥିଲା ସାଇକେଲ ଚଢ଼ିକି ତାର କେତେ ପଇସା ରହୁଛି ମୁଁ ଜାଣିନି ଭାଇ ଏତେ ଜ୍ଞାନ କାହିଁ ପେଲନ୍ତି କୁହନି କେଇଠି ଗୋଟେ ଦୋକାନରେ କେଇଠି ଗୋଟେ ବସିଛି ତା ସାଙ୍ଗ ଦୋକାନରେ ଯାଇକି ବସିବ ଦିନ ଯାହା ଟଙ୍କା ପଇସା ଆଣିଲା ଖାଇଲା ଯାଇକି ଶୁଣା ଲୋକ ଜୀବନଟାକୁ ଖାଉଛି ସିଏ ହେଉଛି ନା ତାଙ୍କର ଚିନ୍ତା ଦେଖ ନିଜ ଜୀବନ ତ ଯାହା ହେଲା ପିଲାମାନଙ୍କ ଜୀବନ ତା ବାଦ ଭଲରେ ରହୁ ପିଲାମାନେ ମୁଁ ଆବେ ସକାଳେ ତମର କମ୍ପ୍ଲିମେଣ୍ଟ ଦେବାର କ'ଣ ଦରକାର ଅଛି ଯିଏ ଯୁଆଡ଼େ ଗଲା ରହିଲା ସେ ସୁଧରିବେନି ସେମାନେ ଆଉ ସାଇକେଲ ଚଢ଼ି ଯାଉଛି ମୋତେ କହୁଛି ତୁ ହଁ ଯା ଛକରେ ବୁଲ ଆଉ ତୁ କ'ଣ କରୁଛୁ ତୁ ତ ଗାଁରେ ବୁଲୁଛୁ ସବୁବେଳେ ଲୋକ ଦୋକାନରେ ଯାଇକି ବସୁଛୁ ଏଇଭଳିଆ କଥା ବେଶୀ କହିଲେ ତ ଆହୁରି କ'ଣ ଗୋଟେ ଭାବିବାର ଆଉ ଟିକେ ପରେ ଆଉ ଗୋଟେ ଭିଡ଼ିଓଟେ କରିବି ଆମ ଗାଁ ବିଷୟରେ ଶୁଣିବ ନା ମଥା ଖରାପ ହେଇଯିବ ତ ସେଇଥିପାଇଁ ଗାଁ ସହିତ ମୋର ଆଉ ପଟେନି ସେଇଭଳିଆ ଅଳ୍ପ ମୁଁ ଫୁଲ୍ ପ୍ଲାନ୍ ହେଇକି ଅଛି ଭାଇ ମୁଁ ବାହାରେ କିଠି ସେଟେଲ୍ ହେବି ଗାଁକୁ ଯିବାର ନାହିଁ ଭାଇ ମୋ ଜୁହାର ସେ ଏରିଆରେ ରହିବା ଯାହା ନ ରହିବା ଭଲ ମାନେ ଗାଁ ସୁନ୍ଦର ଭାଇ ଗାଁ ଭଳିଆ ଜାଗା ନାହିଁ କିନ୍ତୁ ଗାଁର ଲୋକ ଯେଉଁଗୁଡ଼ା ନା ବହୁତ ଡେଞ୍ଜର ଲୋକ ଗୁଡ଼ା ହଁ ଆଉ ଜଣଙ୍କ କଥା ଭଲ ଭାଇ ମାନେ ଏବେ ଶଳା ଗୁଡ଼ା ଦେଖେଇଛନ୍ତି ମୋ ନାଁ ସବୁ ଜାଣିନାହାନ୍ତି ହେଲା ଦେଖାଗଲା ଥରେ ମୋର ବସଷ୍ଟାଣ୍ଡରେ ଦେଖାଇଦେଲା ହେଲା ହଠାତ୍ ଦିନ ମୁଁ ତାକୁ ଚିହ୍ନିଛି ସିଏ ମୋତେ ଚିହ୍ନି ମୁଁ ଭଦ୍ର ଲୋକିଆ ଭଳିଆ କ'ଣ କଲି ନା ମୁଁ କହିଲି ଇଏ ଲୋକଟାକୁ ତ ମୁଁ ଚିହ୍ନିଛି ଯାଇକି ଟିକେ କଥା ହେଇଛି ଆଉ ଭାଇ ମୋ ଜୀବନର ସେଇଟା ହେଲା ଗୋଟେ ଭୁଲ ତା ସହିତ ଯେଉଁ ସେଇ କଥା ହେଲେ ସିଏ ମୋତେ ଜାଣିନି ମୁଁ କାହାର ଛୁଆ ସିଏ ଯାଇକି କାହାର ହେଲା ମୁଁ କହିଦେଲି ହଁ ଠିକ୍ କଥା କାର୍ଡ଼ ଯାଉଛି କ'ଣ କରୁଛି ସେତେବେଳେ ମୁଁ ସେ ବାହାରେ ଚାକିରି ଏଇ ସମ୍ବଲପୁରରେ ଥିଲି ହେଲା କଥା ହେଲି ତାପରେ ସମ୍ବଲପୁରରେ ଯେଉଁ ଜବ୍ଟା ଛାଡ଼ିକି ମୁଁ ପଳେଇ ଆସିଲି ସିଏ ଗାଁରେ ଦେଖାହେଲା ଗାଁରେ ଯେଉଁ ଦେଖାହେଲା କ'ଣ ପଳେଇ ଆସିଲୁ
ମୁଁ ପଳେଇ ଆଇଲି ଆଉ ଭାଇ ମୁଁ 2 ମାସ ଖଣ୍ଡେ ରହିଲି ତାପରେ ତା ଭାଇ ଗର୍ଜନ ହେଲା ମୋତେ ଥର ଦେଖା ହେଇଗଲା ପଇସା ପିତା ନାଇଁଲା ପଳେଇ ଆଇଲୁ ଆଉ ଥରେ ଦେଖା ହେଲା ହଁ ଖାଲି ବୁଲ ମାନେ ତାର ଏଭଳି ସବୁ କଥାବାର୍ତ୍ତା ଶୁଣିଲେ ଲାଷ୍ଟରେ ମୁଁ ଚିଡ଼ି ଗଲି ଲାଷ୍ଟ ସିଏ ଯେତେବେଳେ ଦେଖା ନା ତା ମୁହଁକୁ ଚାହିଁବିନି ସିଏ ଯେତେବେଳେ କୁଆଡ଼େ ଯାଉଛି ହଁ ଏଇଠି ଯାଉଛି ମାନେ ଇଗ୍ନୋର ଲାଷ୍ଟ କରିବା ପାଇଁ ପଡ଼ିଲା ଏତେ ଫାଲତୁ ଲୋକ ଆବେ ଚାକିରି କଣ ତା ବାପା କଣ ତା ବାପା ରାଗ ଲାଗିଯାଉଛି ନା ସେଇଭଳିଆ ଲୋକଙ୍କ କଥା କଣ କହିବ ଖାଲି ତ ଜବ୍ ଆଉ ସରକାର ତ ବଇଛି ବେଠିଆ ଖାଲି ଆମକୁ ଚାକିରି ଦବ କଣ ଆଉ କହିବି ଆହୁରି ବହୁତ ଲୋକ ଅଛନ୍ତି କହିବି ଯଦି ନା ଏ ଫୁଲ ହେଇଯିବ ପୁରା ସେଇଥିପାଇଁ ଭାଇ ମୋ ଗାଁକୁ ଜୁହାର ଗାଁର ଲୋକମାନଙ୍କୁ ଜୁହାର ଶଳା ଜୀବନ ତ କିଛି ଶଳା କରିପାରୁନାହାନ୍ତି ଆଉ ସେମାନେ ଖାଲି ଗୁଡ଼ ଖାଞ୍ଚିବା ଶଳା ଖାଉଛନ୍ତି ମୁଁ ଏ ଗାଁକୁ ଆଉ ଯିବିନି ଏଥର ମାନେ କି ଭିଡ଼ିଓ ଫିଡ଼ିଓ ଦେଖିବ ମୁଁ ସବୁ ଉଲ୍ଟା ସିଧା କହିକି ପେଲିଦେବି କିଏ ଖାଲି ଆସୁ ମୋରି ଗୋଟେ ଗୋଟେ ଶଳାକୁ ସୁଧିବି ପଳେଇବେ ମାନେ ତାଙ୍କ ବାଲେଶ୍ୱର ଥାଇକି ତାଙ୍କ କଥା ମୁଁ ମନେ ପକେଇଛି ଭାବିପାରୁଛ ତାଙ୍କ ମୁହଁ ମୋ ମୁହଁକୁ ପଳେଇ ଆଇଲାକୁ ନା ପିଟି ଦେଇତେ ଇଚ୍ଛା ହଉଛି ମୋତେ ତ ସେଇଥିପାଇଁ କହୁଛି ଭାଇ ସବସ୍କ୍ରାଇବ୍ କର ମୋତେ ଯଦି ସବସ୍କ୍ରାଇବ୍ ନ କରିବ ଆଉ ତାହେଲେ ଭାଇ ମୋତେ ନିହାତି ସେ ଗାଁକୁ ଯିବା ପାଇଁ ପଡ଼ିବ ଭାଇ ତମ ଗୁଡ଼ ଫୁଡ଼ ଧରିକି କହୁଛୁ ଭାଇ ସବସ୍କ୍ରାଇବ୍ ଟା ଟିକେ କରିଦିଅ ତ ହେଲା